फसल क्षयक्षति ହେଇଗଲା ତେणुକରି ଚଳିବା ପାଇଁ ବହୁତ ଅସୁବିଧା। ସରକାର ତ କିଛି ସାହାଯ୍ୟ ସହାୟତା କିଛି ମିଳିଲାନି। ସିଆଡେ ଆଳୁ ପିଆଜ ରେଟ୍ ବଢି ଚାଲିଛି ସିଆଡେ। ଆଉ କଣ କରିବୁ ଏମିତି ଫସଲ ଆଜ୍ଞା ପୋଇ ଯୋଉଟା ଧରିକି ଆଇଛି ମୁଁ କହିଲି ଏଇନା 4 ଦିନ ଯା ଏଇନା ପିଲା ଖାଇବେ ପୋଇ। କଣ ସରକାର ସିଆଡେ ଅଧିକ ଟଙ୍କା ଇନକମ କରିକି ଯିଏ ଚାକିରି କରୁଛନ୍ତି ସିଏ ଆଜ୍ଞା ଭଲ ମନ୍ଦ ଖାଉଛନ୍ତି। ଆମେ ଚାଷୀ ବନ୍ଦୀ ଲୋକ କଣ ଖାଇବୁ? ଆମେ ବର୍ତ୍ତମାନ ନା ଖାଇବାକୁ ବି ଚଳିବାକୁ ଅସୁବିଧା, ଖର୍ଚ୍ଚ କରିବାକୁ କିଛି ପୁରା ଖର୍ଚ୍ଚ ପ୍ରାୟ ମୁଁ କୃଷି ଋଣ ଆଣିକି ପ୍ରାୟ 1,00,000 ଟଙ୍କା ମୁଁ ଖର୍ଚ୍ଚ କରିଥିଲି। ବର୍ତ୍ତମାନ ତା ଦେହରୁ କିଛି କୃଷି ଋଣ ବି ସୁଝି ପାରିବାକୁ ନାହିଁ। ତେଣୁକରି ସରକାର ଯଦି କୃଷି ଋଣ ଛାଡ଼ କରିବେ ସେଇଟା ଆମ ପାଇଁ ହୁଏତ ଚାଷୀ ମାନଙ୍କ ପାଇଁ ଭଲ ହୁଅନ୍ତା। ଗଲା ବର୍ଷ ଆଜ୍ଞା ପାଣି ହେଇଥିଲା, ଘରେ ପାଣି ପଶି ଯାଇଥିଲା, ଚଳିବା ପାଇଁ ବହୁତ ଅସୁବିଧା ହଉଥିଲା। ଏ ସରକାର ଚୁଡା ଯୋଡା ମହମବତୀ ଦିଆସିଲି ଗୁଡ ବିସ୍କେଟ ଏଇଥିରେ କଣ ଆଜ୍ଞା ସଂସାର ଚଳିବ? ଯଦି ସରକାର ତରଫରୁ ଆଜ୍ଞା ଯଦି କିଛି ଭଲ ସୁବିଧା ମିଳନ୍ତା ଆମେ ଭଲ ସ୍ଥିର ଉପରକୁ ହୁଅନ୍ତୁ। ବର୍ତ୍ତମାନ ତ ଆଳୁ ରେଟ୍ ତ ବଢି ଚାଲିଛି, ହାଇ ତାପମାତ୍ରାରେ ବଢି ଚାଲିଛି। ଏଇନା ତ ଚଳିବା ପାଇଁ ବହୁତ ସବୁ ତ ଫସଲ ନଷ୍ଟ ହେଇଗଲା, ତେଣୁ ଚଳିବାକୁ ବହୁତ କଷ୍ଟଦାୟକ ଚଳିବାକୁ ହବ ଆମକୁ। ପାଣି ପ୍ରାୟ ଏଇନା ଆଜ୍ଞା ଆହୁରି ମାସେ 1.5 ମାସ ରହିବ। 1.5 ମାସ ରହିଲେ ଆଜ୍ଞା କେମିତି ଚଳିବୁ ପାଣି ଏତେ ଦିନ ରହିଲେ? ନା ପାଣି ଛାଡି ଯାଇଥିଲା ନାଇଁ ଫସଲ ଦିଆ ହବ କି କଣ ହବ? ଆଉ ତ ପାଣି ରହିବ ଅଧିକ ଦିନ, ତେଣୁକରି ଯୁଆଡେ ଯାଇକି ମୂଲ ମଜୁରୀ ଲାଗିକି ଇଏ ପେଟ ପାଟଣା ପଶିବୁ ଆଉ କଣ କରିବୁ? ବାଇଗଣ ପୋଟଳ କଲରା ଜହ୍ନି ଭେଣ୍ଡି ଛଚିନ୍ଦ୍ରୀ ଅମୃତଭଣ୍ଡା ଟମାଟୋ ଲଙ୍କା ପିଆଜ ରସୁଣ ସବୁ ବିନି ସବୁ ନଷ୍ଟ। ପାଣି ତ ମାଡି ଯାଇଥିଲା ପୁଣି ଛାଡିଥିଲା, ଏବେ ପୁଣି 2 ଦିନ ହେଲା ବୁଡିଗଲା। ଅମଳ ଟାଇମରେ ଚାଷୀ ତ ଅମଳ ଟାଇମ ଟା ଏଇଟା ଉପକୃତ ହବା କଥା, ଏଇନା ଚାଷୀ ବସିଛି ସବୁ ଘରେ ଆଉ। ବଜାର ତ ହାୱା ରେଟ୍ ବଢିବ ଏଥରକ ଆଉ। ଆମ ଏଠୁ ଆୟ ହଉଥିଲା ବଜାର ଟିକେ ଥିଲା କମ ରେଟ୍, ଏଇନା ବଢିବ ସବୁ ଆଉ। ଟଙ୍କା 30,000 ଖର୍ଚ୍ଚ କରିଥିଲି। ପାଣି ସେମିତି କହିହବନି, ହୀରାକୁଦ ଯେତେ ଦିନ ଖୋଲା ରହିବ ପାଣି ସେତେ ଦିନ ରହିବ। ହୀରାକୁଦ ବନ୍ଦ ହେଲେ 10-12 ଦିନରେ ଶୁଖିଯିବ। ବର୍ତ୍ତମାନ ଆମର ଦୟାର ଯୋଉ ଡେଞ୍ଜର ଲାଇନ୍ ଅଛି 3.99, ବର୍ତ୍ତମାନ ଆମର ପାଣି 4.26 ରେ ଚାଲିଛି। ଆମେ ଡେଞ୍ଜର ଲାଇନ୍ କ୍ରସ୍ କରୁଛନ୍ତି। ବଟ୍ ଏଇଟା ଗୋଟେ ଓଲ୍ଡ ମାର୍କିଂ। ଆମର ଲାଷ୍ଟ ଟାଇମ୍ ମୋର ବି ଏକ୍ସପିରିଏନ୍ସ ଅଛି, ଆରାଉଣ୍ଡ 5 ପର୍ଯ୍ୟନ୍ତ ଆମର ଯାଇଥିଲା। ଆମର ପାଣ୍ଡିଆକେରା ବଡାସ ଆଉ ଦୋକାନଦାର କିଛି ପୋର୍ସନ ବର୍ତ୍ତମାନ ଚାଷ ଜମି ଯୋଉଗୁଡାକ ତ ଷ୍ଟାର୍ଟିଂ କରିଥିଲେ ଚାଷ, ସେଟା ପାଣିରେ ବୁଡିକି ଅଛି। ଆଉ ଗତ ଯୋଉ 5-6 ଦିନ ପୂର୍ବରୁ ଯୋଉ ଆମର around 6 lakh କ୍ୟୁସେକ୍ ପାଣି ଛାଡିଥିଲା, ସେଥିରେ କିଛି ପନିପରିବା ଚାଷ ନଷ୍ଟ ହେଇଥିଲା। ତା ମଧ୍ୟ ଆମେ ରିପୋର୍ଟ କରିଛୁ। ତ ବର୍ତ୍ତମାନ ପାଣି ସମ୍ପୂର୍ଣ୍ଣ ଭାବେ ଛାଡିଗଲା ପରେ ତାପରେ ଆମେ ଯୋଉ ଆମର ଚାଷୀ ଅନୁସାରେ ତାର କ୍ଷୟକ୍ଷତିର ଆକଳନ କରାଯିବ। ଆପଣମାନେ ମଧ୍ୟ ଖବର ପାଇଥିବେ କି ଆଜି ମଧ୍ୟ ଆଉ 6ଟି ଗେଟ୍ ହୀରାକୁଦର ଖୋଲିଛି, କିନ୍ତୁ ବର୍ତ୍ତମାନ ପାଣି କନଷ୍ଟାଣ୍ଟ ହେଇଯାଇଛି। ଆମେ ଯଦି ଏଇ ପାଣିଟା ଆମର ଆସନ୍ତା କାଲି ଭିତରେ ଯଦି ଆମର ଡାଉନ ହେଇଯିବ, ସେ ପାଣି ଆସିଲେ ବି ବନ୍ଧ କ୍ରସ୍ କରିବାର ନାହିଁ। ତଥାପି ଆମେ ଆମର ଇରିଗେସନ ବହୁତ ପୁରୀ ଆଉ କଣାସ ରାତିରେ ବି ପେଟ୍ରୋଲିଂ କରୁଛନ୍ତି ଏମ୍ବାର୍କମେଣ୍ଟରେ। ଆମେ ବି ଭିଡିଓ ଏବଂ ତହସିଲଦାର ମଧ୍ୟ ଆମେ ବି ପେଟ୍ରୋଲିଂ କରୁଛୁ ଏବଂ ରେଗୁଲାର ଭିଜିଟ୍ କରୁଛୁ। ମର୍ଣ୍ଣିଂରେ ବି ଆମେ ଭିଜିଟ୍ କରିକି ଆସିଥିଲୁ ଫିଲ୍ଡରେ ସବୁ। ତେଣୁ ଆମେ ସଜାଗ ଅଛୁ।